ଜୟ ଜଗନ୍ନାଥ। ହେମନ୍ତ ବେଳେ କୃଷ୍ଣ ଦାସ ନିଦ୍ରା ତେଜିଣ ଚଉପାସ ଅଣାଇ ଦେଲେ କେହି ନାହିଁ ଅଦ୍ଭୁତ ମନେ ବିଚାରଇ ପାଦେ ସଂକଳି ମୋର ନାହିଁ ବନ୍ଧନ କେ ଦେଲା ଫିଟାଇ କର ପଲ୍ଲବ ଶିରେ ଅଛି ପ୍ରସାଦ ଥୋଇକେ ଯାଇଛି ହେମନ୍ତ ବୋଲି করে ধরি নেত্রে ছুঁয়াই তুণ্ডে ভরি কৈবল্য পাই অতি তোষে বলই মনর হরসে নিচে গোবিন্দর মায়া বই বলি পুলক কলা কায়া আনন্দে বলি হরি হরি মুকুন্দ মাধব মুরারি শ্রীরাম কৃষ্ণ বাসুদেব পরমানন্দ পদ্মনাভ আনন্দ অচ্যুত গোবিন্দ ব্রজকে সব সদানন্দ শ্রীনারায়ণ চক্রপাণী ব্রজবল্লভী প্রাণমণি শিবন মালী শ্রীপতি দীন বান্ধব দাসরথী লক্ষ্মী বল্লভ সীতাপতি হেমন্ত প্রভু নাম চিন্তি ভজন করি নিজ মুখে রজনী বঞ্চু থাই সুখে ভক্ত তথা কবি কৃষ্ণ দাস বଳଦେବଙ୍କୁ ପ୍ରଥମେ କରିଥିବା ପ୍ରାର୍ଥନା ମଧ୍ୟ ବ୍ୟର୍ଥ ହେଲା ନାହିଁ। କବିର ଦୁଃଖ ହରଣ କରିବା ପାଇଁ ପ୍ରଭୁ ବଳଦେବ ସ୍ୱପ୍ନରେ ଗଜପତି ଦିବ୍ୟ ସିଂହଦେବକୁ ହଳ ଲଙ୍ଗଳ ଦେଖାଇ ଦଣ୍ଡ ମୁକ୍ତ କରିବା ପାଇଁ ଆଜ୍ଞା ଦେଲେ ଏବଂ ତାଙ୍କ ଆଜ୍ଞା ପାଳନ ନ କଲେ ଗଜପତି ମୃତ୍ୟୁବରଣ କରିବେ ବୋଲି ମଧ୍ୟ ଚେତାଇ ଦେଲେ। ବଳଦେବ ଗଜପତିଙ୍କୁ ଏପରି ସ୍ୱପ୍ନାଦେଶ ଦେବା କେତେକ ପାଠକଙ୍କୁ ହୁଏତ ଦ୍ୱନ୍ଦ୍ୱରେ ପକାଇ ପାରେ। ସେମାନେ ହୁଏତ ଜଗନ୍ନାଥ ବଦଳରେ ବଳଦେବ ଗଜପତିଙ୍କୁ କାହିଁକି ସ୍ୱପ୍ନାଦେଶ ଦେଲେ ବୋଲି ଭାବିପାରନ୍ତି। ମାତ୍ର ସୁଧୀ ପାଠକମାନେ ଜାଣନ୍ତି ଯେ କଳିଯୁଗରେ ଭଗବାନ ବିଷ୍ଣୁ ନୀଳକାନ୍ତ ମଣିକୁ କୃଷ୍ଣ ବର୍ଣ୍ଣ ଧାରଣ କରି ଚତୁର୍ବାହୁ ରୂପରେ ଅର୍ଥାତ୍ ସଂକର୍ଷଣ ବଳଭଦ୍ର ବା ବଳଦେବ ପ୍ରଦ୍ୟୁମ୍ନ ସୁଭଦ୍ରା ବାସୁଦେବ ଜଗନ୍ନାଥ ସୁଦର୍ଶନ ରୂପେ ଆତ୍ମପ୍ରକାଶ କରିଛନ୍ତି। ସୁତରାଂ ଜଗନ୍ନାଥ ବଳଦେବ ଏକ ଏବଂ ଅଭିନ୍ନ ଅଟନ୍ତି। ରାତ୍ରି ଅତିକ୍ରାନ୍ତ ହେବା ପରେ ଗଜପତି ଦିବ୍ୟ ସିଂହଦେବ ବନ୍ଦୀ ଗୃହକୁ ଯାଇ କବି ରହିଥିବା ବନ୍ଦୀ ଗୃହରେ କବାଟ ଫିଟାଇ ଦେଲେ। ବନ୍ଦୀ ଗୃହର କବାଟ ଫିଟା ହେବା ପରର ଘଟଣା ବର୍ଣ୍ଣନା କରି କବି ରାମଦାସ ଲେଖିଲେ। ପଥର କାଢ଼ି କାଠ ଫେଇ ଦାସକୁ ଦେଲେ କଣାଇ ପ୍ରଭୁଙ୍କ ଅଙ୍ଗ ଉପହାର ତା ଅଙ୍ଗେ ଦିଶଇ ସୁନ୍ଦର ବସିନ ଭଜୁଅଛି ହରି ଦେଖି ତୋଳିଲେ ଦଣ୍ଡଧାରୀ ହେମନ୍ତ ସମୟେ ସେବକେ ଆସି ମିଳିଲେ ରାଜା ପାଖେ ବୋଇଲେ ଶୁଣ ମନ୍ନର ନାଥ ଆମ୍ଭେ ଦେଖିଲୁ ବିପରୀତ କବାଟ ଫିଟା ଅବକାଶେ ଯାଇ ମିଳିଲୁ ପ୍ରଭୁ ପାଶେ କର ପଲ୍ଲବ କରେ ନାହିଁ ସିଅଙ୍ଗେ ଅଛି ତୁଚ୍ଛ ହୋଇ ଦେଖି ଅଇଲୁ ଏହି କ୍ଷଣି ବୁଝିବା ହେଉ ନୃପମଣି ତାହା ଶୁଣି ନ ନୃପରାଏ ତହୁଁ ଦେଖିଲେ ଭୃତ ଠାଏ ସ୍ୱପନ ତଥା ମନେ ଚିନ୍ତି ଅତି ଆନନ୍ଦେ ସେ ନୃପତି କୃଷ୍ଣ ଦାସଙ୍କୁ ଧରି କୋଳେ ମୁଖେ ଚୁମ୍ବନ ଦେଲେ ଭଳେ ବୋଇଲେ ଧନ୍ୟ ତୋ ଜୀବନ ତୋତେ ଦେଖିଲି ମୁହିଁ ଧନ୍ୟ ଧନ୍ୟ ତୋ କର୍ଣ୍ଣ ମୁଖ ନାସା ଧନ୍ୟ କହିବା ତୋର ଭାଷା ଧନ୍ୟ ତୋ ମନ ବୁଦ୍ଧି ଯେତେ ପ୍ରଭୁଙ୍କ ଏତେ ଦୟା ତୋତେ ସଂସାର ହରି ଭକ୍ତି ସାର ଧିକମ ନୃପତି ହେବାର ତୁମ୍ଭର ନାହିଁ ପରାପର ମୋହର ଦୋଷ କ୍ଷମା କର ହେମନ୍ତ ବୋଲି ନୃପମଣି ଅନେକ ଧନରତ୍ନ ଆଣି କୃଷ୍ଣ ଦାସକୁ ତାହା ଦେଲେ ନୃପତି ତହୁଁ ଚଳିଗଲେ। ବନ୍ଦୀ ଗୃହରୁ ଗଜପତିଙ୍କର ପ୍ରସ୍ଥାନ ପରେ ଦଣ୍ଡମୁକ୍ତ ହୋଇ କବି କୃଷ୍ଣ ଦାସ ଜଗନ୍ନାଥଙ୍କୁ ଦର୍ଶନ କରି ନିଜ ରଚିତ ପ୍ରାର୍ଥନା ମାଧ୍ୟମରେ ବନ୍ଦନା କରି ଗାଇଲେ। ଜୟ ଜୟ ଜଗନ୍ନାଥ ନୀଳଗିରିପତି ଅଭିନବ ଜଳଧର ସୁନ୍ଦର ମୂରତି ସୁସଞ୍ଚ ଠାଣିରେ ଶୋଏ ସୁବର୍ଣ୍ଣର ସୂତା କୂଳରେ ଦୟଣା ଗଭା କସ୍ତୁରୀର ଚିତା ଢଳ ଢଳ ଦିଶଇ ମୁକୁତା କୁଣ୍ଡି ମାଳ
ଶ୍ରବଣ ବୁଟରେ ବେନି ମକତ କୁଣ୍ଡଳ ନବରତ୍ନ ସ୍ୱପଦ କହୃଦରେ ଭୋଲା ସାଜେ ମର୍କତ କଙ୍କଣ ବେନି ଭୁଜରେ ବିରାଜେ ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ସ୍ୱହେ କୋଟିଏ କନ୍ଦର୍ପ ରୂପ ତ୍ରିଭୁବନ ସ୍ୱହେ ଭକତ ଜନ ସଂଖାଳି ମୁକତିର ଘର ଶରଣ ମାଗଇ ଦିନ କୃଷ୍ଣ ଦାସ ଛାର। ଜୟ ଜଗନ୍ନାଥ।